କ'ଣ ଆପଣଙ୍କ ଛୁଆ ସ୍କୁଲ ଯାଉଛି? ତାହେଲେ ଆପଣଙ୍କ ପାଇଁ ଖୁସି ଖବର। ଆପଣଙ୍କ ଛୁଆଙ୍କୁ ମିଳିବ ଚାଉଳ ଏବଂ ବ୍ୟାଙ୍କ ଖାତାକୁ ଆସିବ ଟଙ୍କା। ଚଳିତ ବର୍ଷ ହିଟୱେଭ୍ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଥିଲା ସ୍କୁଲ। ଟାଣ ଖରା ଆସିଲା ଓ ସ୍କୁଲ 5 ମେ ପରିବର୍ତ୍ତେ 23 ଏପ୍ରିଲରୁ ବନ୍ଦ ରଖାଯାଇଥିଲା। ଏହି ସମୟ ମଧ୍ୟରେ 11 ଦିନ ମଧ୍ୟାହ୍ନ ଭୋଜନ ଦିଆଯାଇ ନଥିଲା। ସେହି 11 ଦିନର ଚାଉଳ ସହ 11 ଦିନର ଅର୍ଥରାଶି ପିଲାମାନଙ୍କୁ ଦେବାକୁ ପିଏମ୍ ଘୋଷଣା ନୋଡାଲ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ଯାଏଁ ଦୈନିକ 11 ଟଙ୍କା 15 ପଇସା ସହ 100 ଗ୍ରାମ ଚାଉଳ ଓ ଷଷ୍ଠରୁ ଦଶମ ଯାଏଁ ପ୍ରତି ପିଲାଙ୍କୁ ମିଳିବ ଦୈନିକ 14 ଟଙ୍କା 74 ପଇସା ସହ ଏବଂ 150 ଗ୍ରାମ ଲେଖାଏଁ ଚାଉଳ ମଧ୍ୟ ମିଳିବ। ଅର୍ଥରାଶି ପିଲାକି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ସମସ୍ତ ଅର୍ଥରାଶି ଓ ଚାଉଳ ଯେପରି ଦିଆଯିବ ଏହାକୁ ସୁନିଶ୍ଚିତ କରିବେ ପ୍ରଧାନ ଶିକ୍ଷକ।